श्रीकृष्ण गोविंद हरे मुरारे हे नाथ गणवासी श्रीकृष्ण गोविंद हरे मुरारे हे आमर समस्तंकर इष्टदेव अभिनव गौरांग जहांक श्रीमुखरे भगवान नृसिंह श्रीराम श्रीकृष्ण श्री चैतन्य एवं शेषरे महाप्रभु जगन्नाथंकर स्वरूप रही। तेणु आमे अभिनव गौरांग को प्रणामटिए करवा माने तार अर्थ होती यही मानू समस्त को गोटे प्रणाम समस्त को आमे सम्मान प्रदर्शन करूँ। यही अभिनव गौरांगंकर अनेक मूर्ति विभिन्न स्थान रे पूजा पाउछन्ति, किंतु एठी जो मूर्ति टी पूजा पाउछन्ति ये मूर्ति अन्य कौनसी जगह रे तैयारी भी माने चिंता भी करिना। सीए किभली तैयारी हेबे तांको चिंता से निजे ही करिचन्ति। से कथाटा केवल बलिया मध्यरे सेटा परिप्रकाश होईछि, किंतु ये कल्पना केवल तांकर। आपण माने जानती जगन्नाथ जो रूप रे वर्तमान पूजा पाउछन्ति तांकर प्रथम रूप टी कौन? प्रथम रूपटी हूँ नीलमाधव रूप। से पत्थर गुंफारे विश्वावसुଙ୍କ द्वारा पूजा पाउछे। सेई मूर्ति सेई नीलमाधव आज जगतवंद्य जगन्नाथଙ୍କ रूप रे पूजा पाउछे। किन्तु गोटे कथा आमर हिंदू शास्त्र रे लेखा अछि असंपूर्ण मूर्ति को पूजा करिबा अनुचित। असंपूर्ण मूर्ति तेणु जगन्नाथंकर मूर्ति होउछि व्यतिक्रम मूर्ति। से असंपूर्ण भाव थिले भी पूर्णानंद पूर्ण ब्रह्मंक रूप से पूजा पाउछन।
ଏଇ ହେଉଛି ଗୋଟେ ପୃଥିବୀରେ ବ୍ୟତିକ୍ରମ। ଧରନ୍ତୁ ଆପଣ ରାମଙ୍କୁ ପୂଜା କରିବେ, ସିଏ ମଣିଷ ରୂପରେ ଅଛନ୍ତି ଏବଂ ତାଙ୍କ କାନ୍ଧରେ ଧନୁ ଅଛି, ଏମିତି ସେ ରୂପରେ ପୂଜା କରନ୍ତି। କିନ୍ତୁ ମୂଳ ରୂପଟି ହେଉଛି ମଣିଷ। ମଣିଷ ରାମ ରୂପରେ ଆବିର୍ଭାବ ହେଇଛନ୍ତି। ରାବଣ ଭଳି ଯେଉଁ ଅଶାନ୍ତି ସମାଜର ସୃଷ୍ଟି ହେଇଛି ତା ବିରୁଦ୍ଧରେ ସେ ସଂଗ୍ରାମ କରିବା ପାଇଁ ଆବିର୍ଭାବ ହେଲେ। ଆପଣ କୃଷ୍ଣଙ୍କ ମୂର୍ତ୍ତି ଦେଖନ୍ତୁ, ସେ ମଣିଷ ରୂପରେ ତାଙ୍କର ଶରୀର, ସିଏ ମୁଣ୍ଡରେ ମୟୂର ଚନ୍ଦ୍ରିକା, ପାଦରେ ନୂପୁର, ହାତରେ ବଇଁଶୀ ଏସବୁ ଧରିଛନ୍ତି। କିନ୍ତୁ ତାଙ୍କ ରୂପଟି କେମିତି? ରୂପଟି ହେଉଛି ମଣିଷ। ଇଏ ସବୁ ଭକ୍ତର ଭାବନାରେ ଇଏ ଭିନ୍ନ ଭିନ୍ନ ରୂପ ଧାରଣ କରିଛନ୍ତି। ଗୀତାରେ ମଧ୍ୟ ସେ କହିଛନ୍ତି ଯେ ଯିଏ ଯଥାମାଂ ପ୍ରପଦ୍ୟନ୍ତେ ସ୍ତାଂ ତଥୈବ ଭୟା। ଯିଏ ଯେଉଁ ଭାବରେ ଯେଉଁ ରୂପରେ ମୋତେ ଚିନ୍ତା କରେ, ମୁଁ ସେଇ ରୂପରେ ଆବିର୍ଭାବ ହୁଏ। ତେଣୁ ଜଗନ୍ନାଥ ମୂର୍ତ୍ତି ଯେତେବେଳେ ଗଢ଼ା ଚାଲିଥିଲା, ତାକୁ କିଏ ଗଢ଼ିବ? ଜଗନ୍ନାଥଙ୍କର ମୂର୍ତ୍ତି ସେ କେମିତିଆ ମୂର୍ତ୍ତି? ଆପଣମାନେ ଟିକେ ଟିକେ ଭାବିବେ, ଜଗନ୍ନାଥଙ୍କ ପାଖରେ ଯେଉଁ ରୂପ ରହିଛି, ସେ ରୂପର ଗୋଟିଏ ମଣିଷ କି ଗୋଟିଏ ପଶୁ କି ଗୋଟିଏ ପକ୍ଷୀ ଏମିତିଆ ରୂପଟା କେଉଁଠି ପୃଥିବୀରେ ଅଛି? ଜଗନ୍ନାଥଙ୍କ ଯେଉଁ ରୂପଟି, ସେ ରୂପଟି କେଉଁଠି ଆପଣ ଦେଖିଛନ୍ତି? ନା କେଉଁ ଜଙ୍ଗଲରେ ଏମିତି ଗୋଟେ ରୂପ ଅଛି, ତାକୁ ବି କିଏ କହିଛି? ସିଏ ନିଜକୁ ନିଜେ ତିଆରି ହେଇଛନ୍ତି। କିଏ ତାଙ୍କୁ ତିଆରି କରିବ? ଏଇ ଭାବନା ଯେତେବେଳେ ରାଜମହଲରେ ପରିପ୍ରକାଶ ହେଇଛି, ସେତେବେଳେ ଆପଣ ଦେଖନ୍ତୁ, ଆମର ଅଚ୍ୟୁତାନନ୍ଦଙ୍କର ଗୋଟିଏ ପଦ ଅଛି, ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି। ଯେତେବେଳେ ରାଜମହଲରେ ଆଲୋଚନା ଚାଲିଛି ଜଗନ୍ନାଥ କେମିତିଆ ମୂର୍ତ୍ତି, ଆମେ ରାମ ମୂର୍ତ୍ତି କରିଦେବୁ, କୃଷ୍ଣ ମୂର୍ତ୍ତି ତିଆରି କରିଦେବୁ, ପରଶୁରାମଙ୍କ ମୂର୍ତ୍ତି ବି ତିଆରି କରିଦେବୁ, କିନ୍ତୁ ଜଗନ୍ନାଥଙ୍କ ମୂର୍ତ୍ତିଟା କେଉଁଟା ଆମେ ଦେଖିନୁ, ତାକୁ ତିଆରି କେମିତି କରିବା? କେଉଁ ମିସ୍ତ୍ରୀ ତିଆରି ତାକୁ କରିବ? ଏଇ ଭାବନା ଭିତରେ, ଏଇ ଭାବକୁ ପୂର୍ଣ୍ଣ କରିବା ପାଇଁ ନିଜେ ଭାବଗ୍ରାହୀ ଗୋଟିଏ ମଣିଷ ରୂପରେ ଆସି ପହଞ୍ଚିଲେ। ସିଏ ମଣିଷର ନାଁ ହେଉଛି ଅନନ୍ତ ବିଶ୍ୱକର୍ମା। ତେଣୁ ଅନନ୍ତ ବିଶ୍ୱକର୍ମା ଇଏ ନାଁଟି ମଧ୍ୟ ପୁରା ନୂଆ ଭଳି ଲାଗିଲା। ସିଏ କହିଲେ, ଆପଣମାନେ କାହିଁ ବ୍ୟସ୍ତ ହେଉଛନ୍ତି, ମୁଁ ତିଆରି କରିଦେବି। ଆମର ପଞ୍ଚସଖା ଯୁଗର ଯଶୋବନ୍ତ ଦାସ ଲେଖିଛନ୍ତି, ଯେଉଁ ବିନ୍ଧାଣିଟି ତୋତେ କଲା ନିର୍ମାଣ, ସେହି ତୋ ଘଟେ ରହିଲା ଏହାକୁ ଜାଣ। ତେଣୁ ସେ ନିଜେ ନିଜକୁ ତୈରି କରିଛନ୍ତି।
ସେ କହିଲେ ମୁଁ ତୈରି କରିବି, ବଡ଼ ଦେଉଳରେ ତୈରି କରିବି, ତମ ଦେଉଳରେ ତୈରି କରିବି, କବାଟ ବନ୍ଦ ହେବ, ଝରକା ବନ୍ଦ ହେବ, କେହି ମୋତେ ଡିଷ୍ଟର୍ବ କରିବେନି, ମୁଁ ନିରୋଳାରେ ମୋର ମୂର୍ତ୍ତି ଗଢ଼ିବି। ସେଇ ଆଦେଶ ନାମାଟାକୁ ସମସ୍ତେ ଗ୍ରହଣ କଲେ। କବାଟ ବନ୍ଦ ହେଲା ଏବଂ ଝରକା ବନ୍ଦ ହେଲା, ସବୁ ତ ବନ୍ଦ ହେଲା। ତା ଭିତରେ ସେ ଗଢ଼ୁଛନ୍ତି, ନିଜକୁ ନିଜେ ଗଢ଼ୁଛନ୍ତି। ସେ ମନେ ପକେଇଛନ୍ତି ସତ୍ୟ ଯୁଗରେ ମୁଁ ନୃସିଂହ ରୂପରେ ଥିଲି। ନାରସିଂହାୟ ବିଦ୍ମହେ ନଖାୟୁଧାୟ ଧୀମହି ତନ୍ନୋ ହରି ପ୍ରଚୋଦୟାତ୍, ଯୋଉଟା ଅଭିନବ ଗୌରାଙ୍ଗଙ୍କର ପ୍ରଥମ ମୁଖ। ତେଣୁ କଳି ଯୁଗରେ ମୁଁ କୋଉ ରୂପଟା, ଏ ରୂପଟା ତ ମୁଁ ହେଇସାରିଛି, ନରସିଂହ ରୂପ। ତାପରେ ସେ ମନେ ପକେଇଛନ୍ତି ତ୍ରେତୟା ଯୁଗର ରୂପ। ସେ ରୂପଟି କ'ଣ? ତ୍ରେତାୟାଂ ଦଶକଣ୍ଠ କଣ୍ଠ ହରଣମ୍ ରାମାଭିରାମାକୃତି। ମୁଁ ଗୋଟିଏ ରାମ ରୂପରେ ଜନ୍ମ ହେଇଥିଲି। କୌଶଲ୍ୟାଙ୍କ ଗର୍ଭରୁ ଦଶରଥଙ୍କ ଐରୁଷରୁ ମୁଁ ଜନ୍ମ ହେଇଥିଲି। ମୁଁ ଜଙ୍ଗଲକୁ ଯାଇଥିଲି। ତାଙ୍କର ଅତୀତ କଥା ଟିକେ ମନେ ପକେଇଲେ। କିନ୍ତୁ ବର୍ତ୍ତମାନ ତ କଳି ଯୁଗ, ଇଏ କଳି ଯୁଗରେ ମୁଁ ପୁଣି ଗୋଟେ ରାମ ରୂପ କାହିଁକି ହେବି? ଲୋକେ କହିବେ ଏଇ ରାମ ହେଇଥିଲେ ପୁଣି ହେଲେ। ତେଣୁ ସିଏ ମନେ ପକେଇଲେ ଦ୍ୱାପର ଯୁଗର ଅବତାରଙ୍କ କଥା। ଗୋପାଳନ ପରିପାଳନ ବ୍ରଜକୂଳେ ଭାରା ହରେ ଦ୍ୱାପରେ। ସେ ଗୋପାଳ ଘରେ ବଢ଼ିଲେ, ଆଉ ସେଠି ସବୁ ଗାଈ ଗୋରୁ ଏ ସବୁ ମଇଁଷି ଏ ସବୁ ପାଳିଲେ, ଦୁଧ ଦହି ସବୁ ଖାଇଲେ। ଏମିତିଆ ରୂପରେ ସେ ଥିଲେ। ମଇଁଷି ଧରିଥିଲେ, ବଂଶୀ ବଜଉଥିଲେ, ଯେଉଁ କଥା ସବୁ ଆପଣମାନେ ଜାଣିଛନ୍ତି। ସେ କହିଲେ ମୁଁ ଏ ରୂପରେ ଆଉ ଜନ୍ମ ହେବିନି, କାରଣ ମୁଁ ତ ଏ ରୂପଟା ହେଇଛି। ଆଉ ଗୋଟିଏ ରୂପ ଦ୍ୱାପର ଯୁଗରେ ଆସିଥିଲେ, ସେ ହେଉଛନ୍ତି ବଳରାମ। ବହସି ବପୁସି ବିଶଦେ ବସନଂ ଜଳଦାଭଂ ହଳହତି ଭୀତ ମିଳିତ ଯମୁନାବ କେଶବ ଧୃତ ହଳଧର ରୂପ ଜୟ ଜଗଦୀଶ ହରେ। ମୁଁ ତୃଷାର୍ତ୍ତ ହେଇ ଯମୁନାକୁ ମାଗିଲି ପାଣି, ହେ ଯମୁନା ମୋତେ ଶୋଷ କରୁଛି, ତୁ ଟିକେ ମୋ ପାଖକୁ ଆସି ମୋତେ ପାଣି ଟିକେ ଦିଏ ପିଇବା ପାଇଁ। ଯମୁନା ଆସିଲାନି। ତେଣୁ ମୁଁ ବିଗିଡ଼ି ଯାଇ ହଳ ଲଙ୍ଗଳଟାକୁ ଧରିଥିଲି। ସେ ଲଙ୍ଗଳକୁ ନମ୍ବେଇ ଦେଲି, ଯମୁନା ଭିତରୁ ସେ ଗୋଟାଏ ଖନ୍ଦକ ଖୋଳିଦେଲି, ପାଣି ଆସି ମୋ ପାଖରେ ପହଞ୍ଚିଲା, ମୁଁ ପିଇଲି। ଆଉ ତେଣୁ ସେ ରୂପ ବି ମୋର ଆଉ ହବାର ନାହିଁ। ତାହେଲେ ମୁଁ କୋଉ ରୂପଟି ହେବି? ଦ୍ୱାପର ଯୁଗରେ ମୁଁ ପ୍ରତିଜ୍ଞା କରିଥିଲି, ରାଧାରାଣୀଙ୍କ ପାଖରେ ମୁଁ ପ୍ରତିଜ୍ଞା କରିଥିଲି ଯେ ମୁଁ ପରଜନ୍ମରେ ତମ ସହିତ ମୋର ଭେଟ ହେବ, ତୁମେ ରାଧା ହେବ, ମୁଁ କୃଷ୍ଣ ହେବି। ସେ ସଙ୍ଗୀତଟି କେତେ ସୁନ୍ଦର ହେଇଛି। ମୋ ଦେହ ଭଲ ନାହିଁ, ମୁଁ ଖାଲି ବାଧ୍ୟରେ କହୁଛି। ପ୍ରତିଜ୍ଞା କରୁଛି ନିକୁଞ୍ଜ କାନନୀ
କଳିରେ ଗୌରାଙ୍ଗ ହେବି ପ୍ରତିଜ୍ଞା କରୁଛି ନିକୁଞ୍ଜ କାନନ କଳିରେ ଗୌରାଙ୍ଗ ହେବି রাধা নাম তুঞ্জে গাইয়ে রাধা নাম তুঞ্জে গাইয়ে প্রেম বাজ প্রেম বাজ ମୁଁ ଗୋଟେ ଏମିତି ରୂପ ହେବି। ଆଉ ଗୋଟେ କଥା ମନେ ରଖ, ମୁଁ ଏଇ ରୂପଟା ହେବି। ମୁଁ ତ ଯମୁନା କୂଳରେ ଥିଲି, କିନ୍ତୁ ବର୍ତ୍ତମାନ ମୁଁ ଗଙ୍ଗା କୂଳରେ ବୁଲିବି। ଗଙ୍ଗାଙ୍କୁ ମାନେ ଗଙ୍ଗାଙ୍କ ରୂପକୁ ଦର୍ଶନ କରିବି। ସେ କଥାକୁ ସେ ମଧ୍ୟ କହିଲେ। নদিয়া হইব মুক্ত বৃন্দা গঙ্গা হইব যমুনা গুপ্ত বৃন্দা গঙ্গা হইব যমুনা ଏମିତି ଗୋଟେ ରୂପ ମୁଁ ସଖୀ ହେବି। ରାଧାରାଣୀ କହିଲେ ଏଇଟା କ'ଣ ସତ୍ୟ? ମୁଁ ସତ୍ୟ କରୁଛି। ମୁଁ ପୁଣି ତମରି ନାଁଟା ଧରିକିରି ବି ଜନ୍ମ ହେବି। ଏଇ କଥାଟା ମନେ ପଡ଼ିଛି ଜଗନ୍ନାଥଙ୍କର। ମନେ ତ ପଡ଼ିଛି ଆଉ। କିଶୋରୀ ଭାବରେ କିଶୋର ଗୋ ଦାସ ବୈଷମ ଦୁଃଖ କିଶୋର ମତେ ଲୋକ ଡାକିବେ ଗୋରା। ମତେ ଲୋକ ସବୁ ଡାକିବେ, ସମସ୍ତେ ଡାକିବେ ଗୋରା। ମୁଁ ନିମ୍ବ ଗଛ ମୂଳେ ଜନ୍ମ ହେବି। ମତେ ମୋ ବାପ ମା ନିମାଇ ବୋଲି ଡାକିବେ। ମୁଁ ଗୋଟେ ଏଠି ମାନେ ବିରାଟ ପଣ୍ଡିତ ହେଲି, ମତେ ଚୈତନ୍ୟ ପଣ୍ଡିତ ବୋଲି କହିବେ। ସେଦିନ ଭାରତବର୍ଷର ସବୁଠାରୁ ଶ୍ରେଷ୍ଠ ପଣ୍ଡିତ ଯଦି କେହି ଥିଲେ ସେ ହେଉଛନ୍ତି ମହାପ୍ରଭୁ ଚୈତନ୍ୟ। ତେଣୁ ମୋତେ ପଣ୍ଡିତ ବୋଲି ବି ଡାକିବେ। ସଂସ୍କୃତ ଟୋଲରେ ମୁଁ ଯେତେବେଳେ ପାଠ ପଢ଼ୁଥିବି, ମୁଁ ଯେତେବେଳେ ତମ କଥା ଭାବିକିରି ମୂର୍ଚ୍ଛିତ ହେଇ ପଡ଼ିଯାଉଥିଲି, ମୋତେ ପାଣି ଫାଣି ନେଇକିରି ସବୁ ଛିଞ୍ଚା ଛିଞ୍ଚି କରିକିରି ମୋତେ ଠିକ୍ କରିବେ। ମୁଁ ଯେମିତି ମାନେ ପୂର୍ବ ଅବସ୍ଥାକୁ ଫେରି ଆସିବି, ଲୋକେ କହିବେ କେବେ ତାକୁ ବାତ ମାରୁଛି, ତାକୁ ଅପସ୍ମାର ବାତ ମାରୁଛି। ମୁଁ ଏଇ କଥା ସବୁ ମୁଁ କହିଯାଉଛି। ମୁଁ ତମରି ନାଁ ଧରି ଜନ୍ମ ହେବି। ମୋ ନାଁ ହବ ଗୋ ଆଉ ରା।
ଗୋ କହିଲେ ଗୋବିନ୍ଦ, ରା କହିଲେ ରାଧା। ତେଣୁ ମୁଁ ଏଇ ରୂପରେ ଜନ୍ମ ହେବି। ମୁଁ ଏଇଟା ପ୍ରତିଜ୍ଞା କରୁଛି, ତମେ ଆଉ ମତେ ଅବିଶ୍ୱାସ କର ନା। ସେଇ କଥାଟା ଆଜି ଜଗନ୍ନାଥଙ୍କର ମନେ ପଡ଼ିଯାଇଛି। ମୁଁ ଏଇ ରୂପଟା ହେବି। ଆମେ ସବୁ ପଣ୍ଡିତମାନେ ବି ଲେଖିଛନ୍ତି, ଜୟ କୃଷ୍ଣ ଜଗନ୍ନାଥ ଜୟ ସର୍ବାଘନାଶନମ୍ ଜୟ ଚାଣୂର କେସିଞ୍ଚ ଜୟ କଂସୋ ନିଷୋଦନମ୍। ମୁଁ ସେହି ଜଗନ୍ନାଥ, ମୁଁ ପୂର୍ବର ଗୋରା ବା ଚୈତନ୍ୟ। ତେଣୁ ତାଙ୍କ ନାଁଟି ହେଲା ଜଗନ୍ନାଥ। ଅନନ୍ତ ବିଶ୍ୱକର୍ମା ତାଙ୍କୁ ତିଆରି କରୁଛନ୍ତି। ସବୁବେଳେ କ'ଣ କୁରାଟା ଠକ୍ 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 କରିବ? କେତେବେଳେ ଟିକେ ବନ୍ଦ ହବ ନା। ଆଉ ଇଏ ଟିକେ ନାଗୁରୁ ବନ୍ଦ ହେଇଯାଇଛି 5-10 ମିନିଟ୍ କି କ'ଣ, ରାଜା କାନ ପାରୁଛନ୍ତି ଆସିକିରି। କାହିଁ ଶବ୍ଦଟା ଶୁଭୁନି। ଆଉ ସିଏ ଘରେ ତ ଖାଇବାକୁ ପିଇବାକୁ କିଛି ନାହିଁ। ସେ କେମିତି ତାହେଲେ ସେ ଲୋକଟା ବଞ୍ଚିଛି? ରାଜା ବ୍ୟସ୍ତ ହେଇକିରି ଯେତେବେଳେ ସେ ଦ୍ୱାରକୁ ଉନ୍ମୁକ୍ତ କରିଦେଲେ, ଦେଖିଲେ ଅନନ୍ତ ବିଶ୍ୱକର୍ମା ସିଏ ଆଉ ନାହାନ୍ତି। ସିଏ କୁଆଡ଼େ ପଳେଇଲେ। ଯିଏ ଥିଲେ ସିଏ ହେଉଛନ୍ତି ବର୍ତ୍ତମାନ ଆମେ ଯାହାଙ୍କୁ ପୂଜା କରୁଛୁ। ଏଇ ଜଗନ୍ନାଥଙ୍କ ରୂପ, ଖଣ୍ଡିଆ ରୂପ, ହାତଟା ଅଛି ପାପୁଲି ନାହିଁ, ଗୋଡ଼ ନାହିଁ, ଆଖିର ପତା ନାହିଁ, ଏଇଟା ସୁଦୁ ଅସମ୍ପୂର୍ଣ୍ଣ ରୂପ। ଇଏ କେମିତି କ'ଣ ହବ? ଯୁଗ ଯୁଗ ଧରି ଭାରତ ବର୍ଷରେ ସବୁବେଳେ ପଣ୍ଡିତ ସନ୍ଥ ଅଭାବ ନାହିଁ। କେତେକ ଭାଣ୍ଡାମି କରୁଛନ୍ତି, ଆଉ ତାଙ୍କୁ ଆଉ କ'ଣ କରିବା? କିନ୍ତୁ ସବୁବେଳେ ପଣ୍ଡିତ ଏସବୁ ଅଛନ୍ତି। ସେମିତି ପୁଳାଏ ଲୋକ ପଣ୍ଡିତମାନଙ୍କୁ ଡକରା ହେଲା, କ'ଣ କରିବା? ଏ ତ ଏମିତିଆ ରୂପଟା ହେଇଛି, ପୁଣି ପୂଜା କେମିତି କ'ଣ ହେବେ? ସେଇଠି ସେ କହିଲେ, ମୁଁ ଏଇ ରୂପରେ ପୂଜା ପାଇବି। ଦ୍ୱାପର ଯୁଗରେ ରୋହିଣୀ ମା ଦେବକୀ ଯେମିତି ରୋହିଣୀ ସେମିତି ହବ। ରୋହିଣୀ ମାଙ୍କ ପାଖରେ ମୋର 8ଟି ଯାକ ବୋହୂ, ଯେଉଁ ସଖା ଥିଲେ, ତାଙ୍କ ଯେଉଁ ପାଟରାଣୀ ମାନେ ଥିଲେ, ଇଏ 8 ଜଣ ଯାକ ଆସିକିରି ମୋ ପାଖରେ ଦିନେ ବସିଲେ। ଶାଶୁ ବୋହୂ ବସି ଗପସପ, ଆଜିକାଲି ସିନା ହଉନାହାନ୍ତି, ସେତେବେଳେ ହଉଥିଲେ। ଶାଶୁ ବୋହୂ ବସିଲେ। ରୋହିଣୀ ପଚାରିଲେ, ତମେ କ'ଣ ଆଜି ମୋ ପାଖରେ ଆସି ବସିଲନି? କ'ଣ ଆଉ ଘର କାମ କି କେଉଁ କାମ ଆଉ କିଛି କରିବନି ନା କ'ଣ? ନାଇଁ, ଆମେ ଗୋଟାଏ କଥା ଆଜି ଆପଣଙ୍କ ଠାରୁ ଶୁଣିବା ପାଇଁ ବସିଛୁ। କ'ଣ ସେ କଥାଟା? ତମ ପୁଅ ଯେତେବେଳେ ଗୋପପୁରରେ ଥିଲେ, ସେ କାଳେ ଭଲ ବଂଶୀ ବଜଉଥିଲେ। ରୋହିଣୀ କହିଲେ, ହଁ ମୁଁ ବି ଶୁଣିଛି। ଆଉ ସେ ବଂଶୀରେ କ'ଣ କେବଳ ରାଧା ରାଧା ବୋଲି ଡାକୁଥିଲେ? ରୋହିଣୀ କହିଲେ, ହଁ ସେଇଟା ବି ମୁଁ ଶୁଣିଛି। ତ ଦହି ହାଣ୍ଡି ଭାଙ୍ଗିକିରି ଖାଉଥିଲେ, ଲହୁଣୀ ଚୋରି କରି ଖାଉଥିଲେ, କ୍ଷୀର ଚୋରି କରି, ଏସବୁ କ'ଣ ପାଇଁ ଏଗୁଡ଼ାକ ସବୁ କରୁଥିଲେ? ଆପଣ ଟିକେ ଆମକୁ ସେଇ କଥାଟା କୁହନ୍ତୁ। ରୋହିଣୀ କହିଲେ, ମୁଁ କହିପାରିବିନି। ଯା ମାୟା ଦେବେ ଓ ଗୋଚର,
କାହୁଁ ଜାଣିବ କଥା ତମକୁ କହିପାରିବିନି ନା ଆପଣ ନ କହିଲେ ଆମେ ଏଠୁ ଉଠିବୁନି। ରୋହିଣୀ ବଡ଼ ଅଡୁଆରେ ପଇଲେ ଇଏ ମହା ମୁସ୍କିଲ କଥା ଭାବି ଭାବିକିରି କହିଲେ ହଁ ମୁଁ ତମକୁ କହିଦିଅନ୍ତି, କିନ୍ତୁ ସୁଭଦ୍ରା ଅଛନ୍ତି ନା ସୁଭଦ୍ରା ଥିଲେ କ'ଣ ହବ ନା ମୋର ମତେ ଗୋଟେ ନିର୍ଦ୍ଦେଶ ଅଛି, କୃଷ୍ଣଙ୍କର ବ୍ରଜଲୀଳାକୁ ଯିଏ ଶୁଣିବେ ସିଏ ସବୁ ଅସମ୍ପୂର୍ଣ୍ଣ ହେଇଯିବେ, ମାଦଲ ହେଇଯିବେ। ତେଣୁ ମୁଁ କେମିତି ବର୍ତ୍ତମାନ ସେ କଥା ତମକୁ କହିବି ମୋ ପୁଅ ଝିଅ ସବୁ ମାଦଲ ହେଇଯାଆନ୍ତି। ବୋଉମାନେ କହିଲେ ମା କବାଟ ବନ୍ଦ କରିଦେବା। ସୁଭଦ୍ରା ଦି ଭାଇକି ଜଗିବେ, ସେ ଯାଇଛନ୍ତି ଜଙ୍ଗଲକୁ, ସେ ଜଙ୍ଗଲକୁ ଯାଇଛନ୍ତି କେତେବେଳେ ଫେରିବେ ସିଏ ଦୁଆର ମୁହଁରେ ଜଗିକିରି ବସିବେ। ସେ ଯେମିତି ଆସିବେ କବାଟ ଖଡ଼ ଖଡ଼ କଲେ ଆମେ କବାଟ କଥା ବନ୍ଦ କରିଦେବା। ଆଉ ମାନେ ଚତୁରତା ସବୁ, ବିନା ଚତୁରତାରେ କୋଉ କଥା ଦୁନିଆ, ଠାକୁର ବି ତା ଭିତରେ ଅଛନ୍ତି। ଆମେ ଖାଲି କହୁଛୁ ଆଜିର ମଣିଷ ଗୁଡ଼ାକ ଭାରି ମାନେ ଚତୁର ହେଇଗଲେ, ଖେଚଡ଼ ହେଇଗଲେ, ଅମୁକ ହେଇଗଲେ। ଇଏ କ'ଣ କମି ଖେଚଡ଼ିଆ କଥା? କୃଷ୍ଣ ବଳରାମ ଜଙ୍ଗଲରେ, ସୁଭଦ୍ରା ଘର ଜଗିଲେ, କୃଷ୍ଣ ବଳରାମଙ୍କ ଲୀଳାକୁ ମା ରୋହିଣୀ ବୋହୂମାନଙ୍କ ଆଗରେ ଗପୁଛନ୍ତି। ସେ ଗପି 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 ଶେଷକୁ ଗୋଟେ ଗପ ଚାଲିଛି, ସେତିକି ବେଳେ କୃଷ୍ଣ ବଳରାମ ଆଇଲେ। ଆଉ ସେ କୋଉ ଗପଟି? ବ୍ରଜେ ପ୍ରସିଦ୍ଧମ୍ ନବନୀତ ବ୍ରଜାଙ୍ଗନ ଅନେକ ବୋହୂମାନେ କ'ଣ କହିବି, ମୋ ପୁଅମାନଙ୍କୁ ତମେ ଭୁଲ ବୁଝିବନି। ବ୍ରଜେ ପ୍ରସିଦ୍ଧମ୍ ନବନୀତ ସୌରମ୍, ଆମ ଘରେ ଦହି ଲହୁଣୀ କ୍ଷୀର କିଛି ଅଭାବ ନାହିଁ। ଏମିତିଆ ଚଗଲା ସେ, ଯାଇକିରି ସେ ଟିପସ ଏ ଟିପସ, ସେ ହାଣ୍ଡିକି ଭାଙ୍ଗେ ଏ ହାଣ୍ଡିକି ଭାଙ୍ଗେ, ଏଇ ହେଉଛି ତା କାମ। ବ୍ରଜେ ପ୍ରସିଦ୍ଧମ୍ ନବନୀତ। ଆଉ ଗୋଟେ କଥା କହିବି, ଅତି ଲଜ୍ଜାର କଥା। ଇଏ ସବୁ ଯାଇଥିଲେ ଗାଧେଇବା ପାଇଁ, ଏ ବ୍ରଜାଙ୍ଗନା ସବୁ ଯାଇଥିଲେ ସାଙ୍ଗସାଥି ହେଇକି ନଈକି ଗାଧେଇବାକୁ ଯାଇଥିଲେ। ସିଏ ସବୁ ଗାଧଉଛନ୍ତି, ତାଙ୍କ ଲୁଗାପଟା ସବୁ ବାଲିରେ ରଖିଛନ୍ତି। ଇଏ କଦମ ଗଛ ମୂଳେ ବସିକିରି ବଇଁଶୀ ବଜେଇଲେ, କିନ୍ତୁ ସେ ଲୁଗା ଗୁଡ଼ାକ ସବୁ ଉଡ଼ିକିରି ଆସିକିରି କଦମ୍ବ ଗଛ ମୂଳେ, ବଟ ଗଛ ମୂଳେ। ସିଏ ଯୋଉ ଆକୁଳ ବିକଳ ହେଇଛନ୍ତି, ଆମର ଭୁଲ ହେଇଯାଇଛି, ଅମୁକ ହେଇଯାଇଛି, ଆମକୁ ଏଇଥରକ ଛାଡ଼ିଦେ, ତୁ ଆମ ଲୁଗାଟା ଫେରେଇ ଦେ, ଆମେ କେମିତି ଉଲଗ୍ନ ହେଇକିରି ଘରକୁ ଯିବୁ। ହଉ ନିଅ, ଆଉ ଦିନେ ଏମିତି କାମ କରିବ, ଯା। ଏମିତିଆ କାଣ୍ଡ କାରଖାନା, ତାର ଗୋଟେ ପିଲାଳିଆ କଥା ଏମିତି ଚାଲିଛି। ଆଉ କିନ୍ତୁ ତାର ଗୋଟେ ସବୁଠାରୁ ବଡ଼ ଗୁଣ, ପୃଥିବୀରେ ସେଭଳି ମଣିଷ କେହି ଜନ୍ମ ହେଇନାହାନ୍ତି। ଆଜି ବି ଆମେ କହୁଛୁ, ଖାଲି କେହି ନ କହୁ, ବଳିଆ କହୁଛୁ, ମତେ କିଏ ଟେକା ପକଉ କି ଗୁଳି ମାରୁ କି କ'ଣ କରୁ, ଆଜି ବି କହୁଛି, ପୃଥିବୀରେ ଯୋଉ ଯୋଉ ମହାପୁରୁଷ ମାନେ ଆସିଛନ୍ତି ସେମାନେ ଭଲ କାମ କରିଛନ୍ତି।
ତ୍ୟାଗ କିଏ ତ୍ୟାଗ କରିଛି, କିଏ କ'ଣ ସବୁ କରିଛନ୍ତି। କିନ୍ତୁ ଏଇ ଭାରତବର୍ଷରେ ଆମ ପଡ଼ୋଶୀ ରାଜ୍ୟରେ ସେ ପୁଣି ଓଡ଼ିଆ, ତାଙ୍କ ବଂଶଧର ମାନେ ବଙ୍ଗଳାରେ ଥିଲେ, ସେଠି ସେ ଜନ୍ମ ହେଇ ଯେଉଁ ଲୀଳା ଗୁଡ଼ାକ କରିଛନ୍ତି ସେଭଳି ଲୀଳା ଇଏ ଭାରତବର୍ଷରେ କେହି କରିନାହାନ୍ତି, ସେ କରିପାରିବେ ବି ନାହିଁ। ଆମେ ବି ଶୁଣୁନୁ ନା, ସେ ଅମୁକ ବାବା ଅମୁକ କଲେ, ଢମକ ବାବା ଢମକ କଲେ, ସେ ଅମୁକ ବାବା ତାକୁ ଗୋଇଠା ମାରିକି ତା ଦେହ ଭଲ କରିଦେଲେ। ତ ବାହାରୁଛି ସବୁ ପତ୍ର ପତ୍ରିକାରେ ଆମେ ଦେଖୁଛୁ, କେହି କିଛି କଲା ଶୁଦ୍ଧୁ ଗାଲୁଆଙ୍କର ବାରବାଟୀ ଚାଷ। ଏମାନଙ୍କ ପାଖରେ କିଛି ନାହିଁ। ଅଛି ଭକ୍ତି ଥିବ, ଭଲ ପାଇବା ଥିବ, କିନ୍ତୁ ଏଗୁଡ଼ାକ ବାଜେ କଥା ନାହିଁ। ତେଣୁ ମୁଁ ତ ଦେଖିନି, ଆପଣମାନେ ଦେଖିଥିବେ କହିବେ, ଆଉ ମୁଁ ତ ଦେଖିନି। ତେଣୁ ସେଇ କୃଷ୍ଣଙ୍କ ଭଳି ଯେଉଁ ଲୀଳା, ଗୋବର୍ଦ୍ଧନ ପାହାଡ଼କୁ ଟେକିଲେ, ସେ ଥାଉ କାହିଁକି, ଗୋବର୍ଦ୍ଧନ ପାହାଡ଼କୁ ଟେକିଲେ, ସେ ଟେକନ୍ତୁ କି ନ ଟେକନ୍ତୁ, ଗୋଟେଟା ଲେଖିଛନ୍ତି ଗୋବର୍ଦ୍ଧନ ପାହାଡ଼କୁ କାଣି ଆଙ୍ଗୁଠିରେ ଟେକିଲେ। ଆଚ୍ଛା ଆପଣମାନେ ନିଜେ କୁହନ୍ତୁ, କାଣି ଆଙ୍ଗୁଠିଟା ଏଇଗୁଡ଼ାକ, ଏ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନକୁ ଟେକିଲେ ଆପଣ ଆଗକୁ ମାନେ କିଏ ବିଶ୍ୱାସ କରିବ? ଗୋଟାଏ ହାତରେ ଆଗେ ଗୋଟେ ପଥର ଧରିକିରି ଆପଣ ଯାଇପାରିବେ? ଦେହ ମୁଣ୍ଡ କ'ଣ ହେଇଯିବ। ତେଣୁ ତାର ତତ୍ତ୍ୱ ଅଛି, ଏଇଟା ଆଣିଗୁଡ଼ା, ତାର ତତ୍ତ୍ୱ ଅଛି। ତତ୍ତ୍ୱଟି କ'ଣ? ସେ ପ୍ରକୃତ ଗୋବର୍ଦ୍ଧନକୁ ଟେକିଛନ୍ତି। ଗୋ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟ ଗୁଡ଼ିକ ଯେତେବେଳେ ମଣିଷ ଭିତରେ ବିକ୍ଷିପ୍ତ ହେଇଯାନ୍ତି, ତାକୁ ପୁଣି ଦମନ କରିବା ପାଇଁ ଯିଏ ଆସନ୍ତି ସିଏ ହେଉଛନ୍ତି କୃଷ୍ଣ, ସିଏ ହେଉଛନ୍ତି ଗୁରୁ। ଗୁରୁ ରୂପେ କୃଷ୍ଣ କୃପା ତତ୍ତ୍ୱର ଅବଧି। ତେଣୁ ଏଇ ସବୁ କଥା ଆଉ ବ୍ରଜରେ ପ୍ରସିଦ୍ଧ ହବନି। ଏଇ କଥା ଚାଲିଛି, ବୋହୂମାନେ ହସି ହସିକି ମାନେ ଯେମିତି ମାନେ ପୁରା ଗଡ଼ୁଛନ୍ତି, ମାନେ ମାନେ ତାଙ୍କ ସ୍ୱାମୀଙ୍କ କଥା ପଡ଼ିଛି ତ, ସେ ପୁରା ଭାବ ବିହୋଳ ହେଇଯାଇଛନ୍ତି। ଏତିକି ବେଳେ ଦି ଭାଇ ଯାକ ଆସି ପହଞ୍ଚିଲେ। ଅନ୍ତର୍ଯାମୀ ଅନ୍ତର୍ଗତେ ବାରତା ଜାଣ, ସେ ଜାଣିପାରିଲେ ବୋହୂମାନେ ଆଜି ମାଙ୍କ ପାଖରେ ମୋର ଅତୀତ ଇତିହାସକୁ ଶୁଣୁଛନ୍ତି। ଆସିଲେ, ଦେଖିଲେ ସୁଭଦ୍ରା ଜଗିଛନ୍ତି। କହିଲେ ତୁ କାହିଁ ଏଠି ଠିଆ ହେଇଛୁ? ନା ମୋତେ ମା କହିଛନ୍ତି ମୁଁ ଏଇଠି ତମକୁ ଦି ଜଣଙ୍କୁ ଜଗିବି, ମୁଁ କବାଟ ଫିଟେଇବିନି। ଇଏ କ'ଣ ମା ତା ଭିତରେ କରୁଛନ୍ତି କି ଖାଉଛନ୍ତି? ତୁ ଆମକୁ କାହିଁ ଜଗିଛୁ ତୁ? ନା ଆମେ କାଳେ ତିନି ଜଣ ଯାକ ସେ କଥା ଶୁଣିଲେ କାଳେ ବିକଳାଙ୍ଗ ହେଇଯିବା। ତେଣୁ ମା ତ କହିଲା ମୋ ପୁଅ ଝିଅ କାହିଁ ବିକଳାଙ୍ଗ ହେବେ, ଏ ଜଗିଥାନ୍ତୁ, ଏ କଥା ମୁଁ କହିସାରେ ତାପରେ ଫିଟେଇବା କବାଟ। କିନ୍ତୁ ଭଗବାନ କୃଷ୍ଣ କହିଲେ ବର୍ତ୍ତମାନ କବାଟ ଫିଟା, ବର୍ତ୍ତମାନ ସେ କଥାକୁ ଆମେ ଶୁଣିବା। ତେଣୁ ଇଏ ତ ବଡ଼ ଭାଇ, ଦି ଭାଇ କହୁଛନ୍ତି, ସୁଭଦ୍ରା କେମିତି ମନା କରିବେ? କବାଟ ଫିଟେଇ ଦେଲେ। ଆଉ କବାଟ ଫିଟେଇ ସାରିଲା ପରେ ଦେଖିଲେ କୃଷ୍ଣ, ବଳରାମ ଆଉ ସୁଭଦ୍ରା ବର୍ତ୍ତମାନ ଯେଉଁ ରୂପରେ ରତ୍ନ ସିଂହାସନରେ ଆପଣ ତାଙ୍କୁ ଦର୍ଶନ କରୁଛନ୍ତି, ସେଇ ଦର୍ଶନଟା ସେ ଦ୍ୱାପର ଯୁଗରେ ଦେଖେଇଥିଲେ ରୋହିଣୀ, ମାନେ ହଁ ରୋହିଣୀ। ତେଣୁ ସେଇଠି ଜଗନ୍ନାଥଙ୍କର ମନରେ ଭାବନା ହେଲା, ମୁଁ ଏମିତି ଗୋଟାଏ ବିସ୍ମୟ ରୂପ ତିଆରି କରିବି, ଯାହାକୁ କିଏ ମାନିବ କିଏ ମାନିବେ ନାହିଁ,
କିଏ ଫୋପାଡ଼ି ଦେବେ, କିଏ ପୋତି ଦେବେ, କିଏ ନିଆଁ ଲଗେଇ ଦେବେ, କିଏ କୋଉଠି କ'ଣ ମୋତେ କରିବେ। କାରଣ ଏଇଟା ଦେଖାଯାଉନି, ମଣିଷ ଭଳି ଦେଖାଯାଉନି, କି ବିଲେଇ ଭଳି ଦେଖାଯାଉନି, କିଛି ଭଳି ଗୋଟେ ନୂଆ ରୂପ, କିନ୍ତୁ ମୁଁ ସେଇ ରୂପଟା ହେବି। ନୀଳ କନ୍ଦର ବିହାରୀ ଜଗନ୍ନାଥ ତୁମ୍ଭ ଦର୍ଶନେ ପୁରିଲା ମନ। ନୀଳ କନ୍ଦର ছিল ସମର ଦେବତା, ছিল ସମର ଦେବତା, ଆଜି ସେଦିନ କଥା ଆଜି ସେଦିନ କନ୍ଦର ବିହାରୀ ଜଗନ୍ନାଥ ତୁମ୍ଭ ଦର୍ଶନେ যাকু 8 বর্ষ বল ভাই, যাকু দেখ তা দেবতা বড় হই, দেখ আজি সেদিনর কথা, আজি সেদিনর କିଏ ମାନୁ ବା ନ ମାନୁ, କିଏ କହିପାରେ ଏଗୁଡ଼ା ସବୁ ମନମୁଖୀ କଥା, କିନ୍ତୁ ଆମ ପାଖରେ ଆମେ ଯାହାଙ୍କୁ ପୂଜା କରୁଛୁ ଅଭିନବ ଗୌରାଙ୍ଗ ଜଗନ୍ନାଥ ସେଦିନ ଯୋଉ ରୂପକୁ ଚିନ୍ତା କରିଥିଲେ, ସେ ଚିନ୍ତନ କରିଥିଲେ ଭଗବାନ ମୁଁ ନୃସିଂହ ରୂପ ହେଇଛି, ମୁଁ ରାମ ରୂପ ହେଇଛି, ମୁଁ କୃଷ୍ଣ ରୂପ ହେଇଛି, ତେଣୁ ଏଠି କୋଉ ରୂପଟା ମୁଁ ହେବି, ତେଣୁ ମୁଁ ଜଗନ୍ନାଥଙ୍କ ରୂପ ହେଇଛି। ଯିଏ ମାନୁ ନ ମାନୁ, କିନ୍ତୁ ଅଭିନବ ଗୌରାଙ୍ଗଙ୍କୁ ଦର୍ଶନ କରିବା ଯାହା, ସିଏ ନୃସିଂହ ରାମ କୃଷ୍ଣ ଚୈତନ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବା ସେଇଆ। ତାଙ୍କର ଯାହା ମନେ ପଡ଼ିଥିଲା ସେଇଠି, ସେଇ ରୂପଟା ଆମେ ଅଭିନବ ଗୌରାଙ୍କ ପାଖରେ କରିଛୁ। ଆଉ କ'ଣ ଭୁଲଟା କ'ଣ କରିଛୁ? ଯଦି କିଏ ଭୁଲ କହିବେ, ଆପଣମାନେ ଏଇଟାକୁ ଜାଣିଥାନ୍ତି ତାଙ୍କୁ କହିବେ। ଯିଏ ନୃସିଂହ ହେଇଥିଲେ ସତ୍ୟ ଦୈତ୍ୟ କୁଳାଦିନାଥ ମନ୍ଥନମ୍ ସୂର୍ଯ୍ୟନ୍ଦୁବିକେଶ୍ୱରୀ ତ୍ରେତାୟଂ ଦଶ କଣ୍ଠ କଣ୍ଠ ହର ଗୋପାଳନ ପରିପାଳନ ଶ୍ରୀ ଗୌରାଙ୍ଗ এই ଷୋଳକର ରୂପ ସେଇଠି ପୂଜା ପାଉଛି। ହଁ, ଲୋକ ଏଇଖିଣା ମାନୁନାହାନ୍ତି, 100 ବର୍ଷ ପରେ ମାନିବେ। ଗୋଟା କିଏ ଜଣେ ତ ଗୋଟା ସତ୍ୟକୁ ଉଦ୍ଘାଟନ କରିବା ପାଇଁ କେଇଟା ସତ୍ୟବନ୍ତ ପୁରୁଷ ଆସିବେ। ତେଣୁ ସେଇ ବିଶ୍ୱାସ ଆମେ ରଖିଛୁ ଏବଂ ଯାହାଙ୍କୁ ଆମେ ଏଠି ଗୋଟେ ତିଆରି କରୁଛୁ, ଇଏ କଣ୍ଢେଇ ଘର ନୁହେଁ କି କଣ୍ଢେଇ ଖେଳ ନୁହେଁ କି ମନମୁଖୀ କଥା ଏଠି ନୁହେଁ। ସେ ପ୍ରଭୁଙ୍କ ଲୀଳା, ସେ ପ୍ରଭୁ କରିଛନ୍ତି, ଆମେ କିଛି କରିନୁ।
ବଳିଆ ଏମିତି ଆଇଛି ଯାଇଛି ଏମିତି କଥା। ଆପଣମାନେ କରିଛନ୍ତି ଜଗତର ମଙ୍ଗଳ ପାଇଁ ସେ ପୂଜା ପାଉଛନ୍ତି। ଆମେ ଆପଣମାନଙ୍କୁ ଗୋଟେ କେତେବେଳେ ପରାମର୍ଶ ଦେଇଛୁ ଏମିତି କରିବା ସେମିତି କରିବା, କିନ୍ତୁ ଆମେ ଆର ମାଲିକ ନୁହେଁ। ମାଲିକ ସେଇ ଏ ଦୁନିଆରେ ଯଦି କେହି ବଡ଼ ଥାଏ ବଡ଼ ଏକା କଳା ଠାକୁର। ଏ ଦୁନିଆରେ ଯଦି କେହି ଦୁଃଖ ଶୁଣେ ସେହି ଏକା କଳା। ତେଣୁ ଆପଣମାନେ କରିଛନ୍ତି, ଆପଣମାନେ ଆଉ ଆମେ ସମସ୍ତେ ମିଶିକିରି ଆମେ ଗଲା ବ୍ରାହ୍ମଣ ଖୋଜୁଛୁ। ଗୋଟା କିଏ ଜୁଟିବ ତମେ ଯାଇ ସେଠି ରହିବ। ସମସ୍ତେ ମାନେ ଚାକିରି କରିବେ, ଚାହା ପିଇବେ, ମଦ ଖାଇବେ, କିନ୍ତୁ ଅଭିନବ ଗୌରାଙ୍କୁ ପୂଜା କରିବେ, ଭାତ ଡାଲମା କରିବେ, ସେ କଥା ନାହିଁ। ତେଣୁ ଯାହା ହଉ ତୁମ ଲୀଳା ସିନା ତୁମ୍ଭଙ୍କୁ ଗୋଚର କାହୁଁ ଜାଣିବ ଏ ବିଶ୍ୱର ବାର। ହେ ଚନ୍ଦ୍ର ମୁଖ ଚାକର କର ମୋତେ ଏଇ ଯେଉଁ ଗସ୍ତରେ ବଳିଆ ଆପଣମାନଙ୍କ ପାଖରେ ପହଞ୍ଚିଛି, ଏ ଗସ୍ତରେ କିଛି ମୋର ଉଦ୍ଦେଶ୍ୟ ନାହିଁ, କେବଳ ବୁଲି ଆସିବା ଏଇ ହେଉଛି ଉଦ୍ଦେଶ୍ୟ। ତେଣୁ ବୁଲି ଆସିବା ବୋଲି ଭାବିକିରି ବାହାରିଲୁ। କେଉଁଠି କିଛି କହିବା ନାହିଁ, ଚୁପଚାପ ଖାଲି ବସିବା, ପ୍ରାର୍ଥନା କରିବା, ଲୋକଙ୍କ କଥା ଟିକେ ଶୁଣିବା। କିନ୍ତୁ ଦେଖୁ ଦେଖୁ ଯେଉଁ କଥାକୁ ସେଇ ସବୁ ଜାଗାରେ ପ୍ରଭୁଙ୍କର କଥା ଲୀଳା ସବୁ ଚାଲିଛି। ସ୍ଥାନ ପ୍ରଧାନେନ ବଳ ପ୍ରଧାନ ଶଙ୍କରସ୍ୟ କଣ୍ଠେ ଗର୍ଜୟସି। ସ୍ଥାନ ପ୍ରଧାନେନ ବଳ ପ୍ରଧାନ ଶଙ୍କରସ୍ୟ କଣ୍ଠେ ଗର୍ଜୟସି। ତୁ ଶିବଙ୍କ ଗଳାରେ ଅଛୁ ବୋଲି ମୋତେ ଦେଖିକିରି ଫଁ ଫଁ ହଉଛୁ, ଟିକେ ଓହ୍ଲେଇକିରି ଆଇଲୁ ମୋ ପାଖକୁ ଦେଖିବା। ତେଣୁ କେବଳ ତାଙ୍କରି ଦୟା କୃପା ଏଇସବୁ ଟିକେ ଟିକେ ରହିଛି ମୁଣ୍ଡ ଭିତରେ। ତେଣୁ ସବୁ ଆପଣମାନଙ୍କୁ କହିଲି। ଅଭିନବଙ୍କ ସମ୍ପର୍କରେ ଆମେ ପୁଣି ପରବର୍ତ୍ତୀ ସମୟରେ କର୍ମକର୍ତ୍ତାମାନଙ୍କୁ ବସେଇ ପୁଣି ଆଲୋଚନା ଟିକେ କରିବା ଏବଂ ଏ ପୂର୍ଣ୍ଣପୀଠ ସବୁ ଯୁଗ ଯୁଗ ଧରି ରହନ୍ତୁ। ଆମେ ଯିଏ ଆଜି ବସିଛୁ କାଲି କି ରହିବୁ କି ନାହିଁ ସନ୍ଦେହ। ଆଉ କେତେ ଦିନ ହବା ଆମେ ରହିବା, ସମସ୍ତେ ଦୁନିଆରୁ ଯିବା। ସୁନ୍ଦରଗଡ଼ର କାଲୁବାବୁ ଏଇଠି କେତେ ଥର ଆସିଛନ୍ତି, ହଠାତ୍ ଚାଲିଗଲେ। ମାନେ ଲୋକଟା ଏବେ ବର୍ତ୍ତମାନ ଏଇଠି ଥାନ୍ତା, ବଳିଆ ଆଇଛି ମାନେ ଶୁଣିବା ମାନେ ଏଇଠି ଥାନ୍ତା, କିନ୍ତୁ ଆଜି ସେ ନାହିଁ। ତେଣୁ ଏଇ ଜୀବନକୁ ନେଇକରି ଆମେ ସବୁ କଥା କରିବା। ତେଣୁ ଆପଣମାନଙ୍କର ସେଇ ଦୃଢ଼ ବିଶ୍ୱାସ ରହୁ, ଭଲ ପାଇବା ଟିକେ ରହୁ। ଏବଂ ମୁଁ ପୁଣି ଯେତେବେଳେ ପ୍ରୋଗ୍ରାମ କରିବି ନିଶ୍ଚୟ ଅଭିନବଙ୍କ ଦର୍ଶନ ଆସିବି। ଶେଷରେ ଟିକେ ନାମ କରି ସେ ନାମର ଠାକୁର ନାମ ବାବୁ କଲେ, ସବୁଯାକ ନାମ କରିଛନ୍ତି। ତେଣୁ ବଢ଼ିଆ ପ୍ରକୃତରେ ଯେଉଁ ନାମ ଗୁଡ଼ିକ କଲେ ତାକୁ ଅଭିନବ ଗୌରାଙ୍ଗ ଗ୍ରହଣ କରିଛନ୍ତି। କାରଣ ସେ ନାମର ଠାକୁର। ଏତିକିରୁ ବଢ଼ିଆ କଥାକୁ ବିଶ୍ରାମ ଦେଉଛି। Hare Krishna, Krishna Krishna